ପବିତ୍ର ଲିଙ୍ଗରାଜ ମନ୍ଦିର ଏବଂ ଭୁବନେଶ୍ୱରୀ ମା ଗୌରୀ, ଖଣ୍ଡଗିରି ଅନନ୍ତ ବାସୁଦେବ ମନ୍ଦିର, ବିନ୍ଦୁସାଗର ତୀର୍ଥ, ଗୁପ୍ତ ଗଙ୍ଗା, ବାରଭୂଜି ଦୁର୍ଗା, ଏଇଭଳି ଭାବରେ ଏଇ ଭୁବନେଶ୍ୱର ଗୋଟିଏ ରାଜଧାନୀର ରୂପ ନେଇଛି। ଧୀରେ ଧୀରେ ତାର କାୟା ବିସ୍ତାର ହେଉଛି। ଦିନେ ସମୟ ଥିଲା ଏଇ ଜଙ୍ଗଲରେ ସାଧୁ ସନ୍ଥମାନେ ତପସ୍ୟା କରୁଥିଲେ ଏବଂ ଆଉ କିଛି ବାଟୋଇମାନଙ୍କୁ ଲୁଣ୍ଠନ କରିବା ପାଇଁ କିଛି ଡକାୟତି ମଧ୍ୟ କରୁଥିଲେ। ଭୁବନେଶ୍ୱର ଯେଉଁ ଶବ୍ଦଟି, ଏ ଶବ୍ଦଟି ବହୁତ ବଡ଼ ଶବ୍ଦ, ଅର୍ଥବହୁଳ ଶବ୍ଦ। ଯେମିତି ଆପଣମାନେ କହୁଛନ୍ତି ଶ୍ରୀକ୍ଷେତ୍ର ପୁରୀ, ଶ୍ରୀକ୍ଷେତ୍ର ପୁରୀ ବୋଲି ଯେମିତି କହୁଛନ୍ତି, ସେମିତି ଆପଣ ଆଉ ଗୋଟେ କ୍ଷେତ୍ରର ନାଁ ନେଉଛନ୍ତି ଆଦିକ୍ଷେତ୍ର ମା ବିରଜା, ଯେଉଁଠି ବୈତରଣୀ ତୀର୍ଥ ଅଛି, ନାଭିଗୟା ଅଛି। ଏଇଭଳି ଭାବରେ ସେ କ୍ଷେତ୍ରକୁ ମଧ୍ୟ ଆମେ ମାନ୍ୟତା ଦେଉଛୁ। ଏଇ ଭିତରେ ଆହୁରି ଗୋଟିଏ ମହାନ ତୀର୍ଥ ଅଛି, ସେ ହେଉଛି ମହାବିନାୟକ ବିଘ୍ନନାଶକ ତୀର୍ଥ। ତେଣୁ ମହାବିନାୟକ ବିଘ୍ନନାଶକ ତୀର୍ଥ ଥିଲେ ବି ଅନେକ ତାକୁ ସେଭଳି ମାନ୍ୟତା ଦେଉନାହାନ୍ତି। ଏଇ ଭୋଜି ଭାତ ଇତ୍ୟାଦି କରିବା, ଏଇଥିରେ ସେମାନେ ମାତିଛନ୍ତି। ମହାବିନାୟକ ବିଘ୍ନନାଶକଙ୍କ ପରେ ଆଉ ଗୋଟିଏ କ୍ଷେତ୍ର ଅଛି, ଯେଉଁ କ୍ଷେତ୍ରର ନାମ ହେଉଛି ଅର୍କ କ୍ଷେତ୍ର। ଅର୍କ କ୍ଷେତ୍ର କହିଲେ ସୂର୍ଯ୍ୟଙ୍କର କ୍ଷେତ୍ର। କୃଷ୍ଣଙ୍କର ପୁତ୍ର ଶାମ୍ବ ସେ ଏଇ କ୍ଷେତ୍ରରେ ତପସ୍ୟା କରି ରୋଗମୁକ୍ତ ହୋଇଥିଲେ। ଏ କ୍ଷେତ୍ରକୁ ସୂର୍ଯ୍ୟଙ୍କୁ ତର୍ପଣ କରିବା ପାଇଁ ବହୁ ଲୋକ ବହୁଆଡ଼ୁ ଆସନ୍ତି। ଏବେ ମଧ୍ୟ ସେ ତୀର୍ଥ ଚାଲିଛି। ଏଇ କ୍ଷେତ୍ର ସନ୍ନିକଟରେ ଜଗନ୍ନାଥଙ୍କର ମାଙ୍କର ମୂର୍ତ୍ତି ପୂଜା ପାଉଛନ୍ତି। ସେ ହେଉଛନ୍ତି ମା ମଙ୍ଗଳା। ସର୍ବମଙ୍ଗଳ ମାଙ୍ଗଲ୍ୟେ ଶିବେ ସର୍ବାର୍ଥ ସାଧିକେ ଶରଣ୍ୟେ ତ୍ରୟମ୍ବକେ ଗୌରୀ ନାରାୟଣୀ ନମସ୍ତେ। ଆପଣମାନଙ୍କୁ ବୁଝିବାକୁ ହେବ, ଏତେ ରୂପରେ, ଏତେ ନାମରେ
ଏଭଳି ଭାବରେ ସମଗ୍ର ଓଡ଼ିଶାରେ ଏବଂ ସମଗ୍ର ଭାରତବର୍ଷରେ କାହିଁକି ଏତେ କଥା କରାଯାଇଛି? ଏତେ କଥା କରିବାର ଏକମାତ୍ର କାରଣ ହେଉଛି ଅନେକ ଭିତରୁ ଆମେ ଜଣକୁ ହିଁ ବାଛିବା। ତେଣୁ ଅନେକ ଯିଏ ସିଏ ହେଉଛନ୍ତି ଅନନ୍ତ। ତେଣୁ ସେଇ ଅନେକଙ୍କ ଭିତରେ କିଏ କାହାଙ୍କୁ ଆମେ ଅନନ୍ତ ବୋଲି କହିବା, ଇଏ ଗୋଟେ ବଡ଼ ନିର୍ବାଚନର କଥା। ଧର୍ମ ସୃଷ୍ଟି ହେଇଛି, ସିଏ ଧର୍ମ ନା ଯାହା ହେଇଥାଉ, କିନ୍ତୁ ଅକ୍ଷରରୁ ଧର୍ମର ସୃଷ୍ଟି। କହିଲେ ଅନନ୍ତ, କହିଲେ ଅବ୍ୟକ୍ତ, କହିଲେ ଅଚ୍ୟୁତ, କହିଲେ ଅଣାକାର, କହିଲେ ଅଣାକ୍ଷର। ଏଇ ପରବର୍ତ୍ତୀ ସମୟରେ ଆରେ ପରିଣତ ହେଇଛନ୍ତି ଆଦି ଅନାଦି। ତେଣୁ ଏଇ ଯେଉଁ ଆଦି ଅନାଦି ରୂପରେ ଆବିର୍ଭାବ ସେ ହେଲେ, ସେ କାହିଁକି ଆବିର୍ଭାବ ହେଲେ ସେ କଥାଟା ଆମେ କହିପାରିବାନି। କିନ୍ତୁ ଏତିକି କେବଳ ଆମକୁ ସେ ଜଣେଇଛନ୍ତି, ଅନେକ ଜନ୍ମ ତପ ଫଳେ ମନୁଷ୍ୟ ଜନ୍ମ ବହିଧରେ। ମନୁଷ୍ୟ ଜନ୍ମ ହେଲା, ଏଇଥିପାଇଁ ମନୁଷ୍ୟ ଜନ୍ମ ହେଲା, ତା ଦ୍ୱାରା ସୃଷ୍ଟିର ବହୁତ କିଛି କାର୍ଯ୍ୟ କରିହବ, ଅନ୍ୟମାନଙ୍କ ଦ୍ୱାରା କରିହବନି। ସମସ୍ତେ ନଷ୍ଟ କରିବେ, କିନ୍ତୁ ମନୁଷ୍ୟ ହିଁ ସେସବୁକୁ ସୁରକ୍ଷା ଦେବ। ଏଇଠି ଦେଖନ୍ତୁ, ଆମର ଏଇ ଯେଉଁଠି ମୁଁ ବସିଛି ସେଇଠି ଦୁଇଟି ଗଛ ଚାରା ଆପଣ ସେଠି ଦେଖୁଛନ୍ତି। ଇଏ ଗଛ ଚାରା କ'ଣ ମନକୁ ମନ ଆସି ଏଠି ପହଞ୍ଚୁଛନ୍ତି? ବର୍ଷା ଦିନେ ଗଛର ଆବଶ୍ୟକ ରହିଛି ଏବଂ ଗଛ ଆମକୁ ବଞ୍ଚିବା ପାଇଁ ଅମ୍ଳଜାନ ଦେଉଛି। ଗଛ ଫୁଲ ଦିଏ, ଫଳ ଦିଏ, ଅକ୍ସିଜେନ୍ ଦିଏ, ଛାଇ ଦିଏ, କାଠ ଦିଏ। ଏସବୁ ଗଛର କାମ। ତେଣୁ ଆଜି ଗୋଟେ ଭଲ ଦିନ, ରାତି ପାଇଲେ ବାହୁଡ଼ା ଦର୍ଶନ ହେବ, ଜଗନ୍ନାଥଙ୍କର ଘର ବାହୁଡ଼ା ହେବ। ଆଜି ଦେଓଘରର ଠାକୁର ଅନୁକୂଳ ଚନ୍ଦ୍ରଙ୍କର ଯିଏ ପ୍ରଥମ ଆଚାର୍ଯ୍ୟ, ଯିଏ ବର୍ତ୍ତମାନ ଆଚାର୍ଯ୍ୟ ଅଛନ୍ତି, ସେ ଆଚାର୍ଯ୍ୟ ତାଙ୍କ ଇଚ୍ଛାରେ କ'ଣ ସେ ଇଚ୍ଛା କଲେ, କେମିତି କ'ଣ ଜାଣିଲେ ମୁଁ କହିପାରିବି, କିନ୍ତୁ ସେ ଗଛଟିଏ ବଳିବା ପାଇଁ ପଠେଇଛନ୍ତି। ତେଣୁ ସେ ଗଛଟିକି ପଠେଇଛନ୍ତି, ମାନେ ସେ ଗୋଟେ ପ୍ରେରଣା ଦେଇଛନ୍ତି ଯେ ଗଛ ବର୍ତ୍ତମାନ ପୃଥିବୀ ପାଇଁ ନିତ୍ୟାନ୍ତ ଜରୁରୀ।
ତେଣୁ ସେ ଗଛଟିକୁ ଆମେ ସାଦରେ ରଖିଛୁ ଏବଂ ତାକୁ ତାର ସଦୁପଯୋଗ ମଧ୍ୟ କରିବୁ। ତେଣୁ ଗଛ ହେଉଛି ପୃଥିବୀର ସବୁଠାରୁ ବଡ଼ ଦେବତା, ବଡ଼ ଠାକୁର ସେ। ଆପଣ ଦେଖିବେ ବଟ ଆଉ ଅଶ୍ୱସ୍ଥ ଏ ଦୁଇଟି ଯାକ ଗଛକୁ ଯଦି ଏକାଠି କରି ଲଗେଇ ଦିଅନ୍ତି ତା ଭିତରୁ ଯେତିକି ଅକ୍ସିଜେନ୍ ମଣିଷ ବଞ୍ଚିବା ପାଇଁ ଯିବ ସେତିକି ଅକ୍ସିଜେନ୍ ଅନ୍ୟ ଗଛ ଦେଇପାରିବ ନାହିଁ। ସେଥିପାଇଁ ଗୀତାରେ ସେ କହିଲେ ଅଶ୍ୱସ୍ଥ ସର୍ବବୃକ୍ଷାଣାଂ ଦେବର୍ଷିଣାଞ୍ଚ ନାରଦ। ବୃକ୍ଷମାନଙ୍କ ମଧ୍ୟରେ ଅଶ୍ୱସ୍ଥ। ଏବଂ ଯେତେ ଦୁନିଆରେ କୀର୍ତ୍ତନ ଅଛି ସବୁଠାରୁ ଶ୍ରେଷ୍ଠ କୀର୍ତ୍ତନ ହେଉଛି ଯେ ଦେବର୍ଷିଣାଞ୍ଚ ନାରଦ, ଯେଉଁମାନେ ସଦାର ସହିତ କୀର୍ତ୍ତନ କରନ୍ତି ସେଇମାନେ ହିଁ ପ୍ରକୃତରେ କୀର୍ତ୍ତନର ସ୍ୱାଦ ପ୍ରାପ୍ତ ହୁଅନ୍ତି। ତେଣୁ ଆଜି ପବିତ୍ର ଦିନରେ ଆମେ ଗଛ ଲଗେଇବା ଆଉ ବଞ୍ଚେଇବା ଇଏ ଦୁଇଟି କାର୍ଯ୍ୟ ଆମେ କରିବା। ବଳିଆ ତ ଏ କଥା ସବୁବେଳେ କହେ, ପୁଣି ଆଜି ସେଇ କଥାକୁ ଆଉ ଜଣେ କହୁଛନ୍ତି କିମ୍ବା ବଳିଆ ପାଖକୁ ଗଛଟିଏ ପଠେଇଛନ୍ତି। ତେଣୁ ଆର ସଦୁପଯୋଗ ଆମେ ନିଶ୍ଚୟ କରିବା। ତେଣୁ ଗଛ କାଷ୍ଠ ପାଷାଣ ତରୁ ତୃଣେ ବସନ୍ତି ଶରୀର ପ୍ରଭାରେ। କାଷ୍ଠ ପାଷାଣ ତରୁ ତୃଣେ ବସନ୍ତି ଶରୀର ପ୍ରଭାରେ। ତେଣୁ ଦେବତା କାଠ ନୁହେଁ, ତୀର୍ଥ ମଧ୍ୟ କାଠ ନୁହେଁ, କିନ୍ତୁ କାଠର ସଦୁପଯୋଗ ହେଇଛି। ଜଗନ୍ନାଥ କାଠ ନୁହନ୍ତି, ସେ ବ୍ରହ୍ମମୂର୍ତ୍ତି, କିନ୍ତୁ ସେଇ ବ୍ରହ୍ମଙ୍କୁ ଗୋଟିଏ କାଠର ମୂର୍ତ୍ତି ଭିତରେ ରଖାଯାଇଛି। ତେଣୁ ସକଳ ଘଟେ ନାରାୟଣ ବସନ୍ତି ଅନାଦି କାରଣ। ଆଜିର এই ପବିତ୍ର କଥାକୁ ଏଇଠି ରଖିବା ଏବଂ ଏମିତି ମହାପୁରୁଷମାନେ ଯଦି ପରସ୍ପରକୁ ଭଲ ପାଇବେ, ପରସ୍ପର ପ୍ରତି ଭାବ ଆଦାନ ପ୍ରଦାନ କରିବେ, ତାହେଲେ ସୃଷ୍ଟିରେ ଆଉ ଏତେ ଅଶାନ୍ତି ରହିବ ନାହିଁ। ତେଣୁ ଆପଣମାନେ ଗଛ ନିଶ୍ଚୟ ଲଗେଇବେ ଏବଂ ବଞ୍ଚେଇବେ। ଏତିକି କହି କଥା ଏଇଠି ରଖୁଛି। ଜୟ ରାଧେ ରାଧେ।
ଭଲ ପାନା